ଶ୍ରୀମନ୍ଦିର ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାର ଶୁଭକରଣ ସାରିବା ପରେ ମା ସୁଭଦ୍ରାଙ୍କୁ ଆଶୀର୍ବାଦ ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ରାଜ୍ୟରେ ସେ ସୁଭଦ୍ରା ଯୋଜନା ଲାଗୁ ହେବା ପରେ ମା ସୁଭଦ୍ରାଙ୍କୁ ଆଶୀର୍ବାଦ ନେଇ ଯାଇଥିଲି। ସୁଭଦ୍ରା ଯୋଜନା ଭଲରେ ହେବା ଲାଗି ପ୍ରାର୍ଥନା କରି ମନସିଥିଲି ଆଜି ଆସିଲି। 1 କୋଟି ମହିଳାଙ୍କୁ ସୁଭଦ୍ରାରେ ସାମିଲ କରିବାର ଅଛି। ଓଡ଼ିଶାର ମହିଳା ସମାଜର ବିକାଶ ହେଉ, ମା ସମସ୍ତଙ୍କୁ ଧୈର୍ଯ୍ୟ, ସାହସ ଓ ଶକ୍ତି ଦିଅନ୍ତୁ, ଏହା ହିଁ ପ୍ରାର୍ଥନା କରିଛନ୍ତି ପ୍ରଭାତୀ ପରିଡ଼ା। ଆକାଉଣ୍ଟକୁ ଅସୁବିଧା ଯୋଗୁଁ ପେଣ୍ଡିଂରେ 97 ଲକ୍ଷ ଅଛି। 24 ଲକ୍ଷ ମହିଳାଙ୍କ ନିକଟରେ ପହଞ୍ଚାଇଛୁ ଏହି ଯୋଜନା। ସୁଭଦ୍ରା ଯୋଜନା ସମସ୍ତଙ୍କୁ ମିଳିବ, କେହି ବ୍ୟସ୍ତ ହେବା ନାହିଁ, ଧୈର୍ଯ୍ୟ ରଖନ୍ତୁ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ସୁଭଦ୍ରା ଯୋଜନା ପହଞ୍ଚାଇବା ଆମର ଲକ୍ଷ୍ୟ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ମହାପ୍ରଭୁଙ୍କ ଦର୍ଶନ କରି ତାଙ୍କର ଦୀର୍ଘାୟୁ ଓ ସୁସ୍ଥତା କାମନା କରିଛନ୍ତି ପ୍ରଭାତୀ ପରିଡ଼ା। महाप्रभु दर्शन कले तो आज गोटे शुभ मुहूर्त थिला। देखंतु सुभद्रा योजना राज्य रे लागू कला परे माँ सुभद्रा आशीर्वाद नेकी मु जाइथिली। सुभद्रा योजना लागू भलरे भलरे हे जाऊ, ओडिशा महिला पाखे योजना पहुंचू, पुणी आसी मुंडिया मारिकी जीवी बोली मनासी थी। आज आसिली पुणी माँ को मागिची कि कोटी ऊर्ध्व माँ पाखे सुभद्रा पहुंचेबार अच्छी। ओडिशार महिला मानकर कल्याण करंतु, विकास करंतु, तांकु धैर्य, साहस, उद्यमी हवा पाई माँ शक्ति दियंतु। ओडिशार महिला समाज रो विकास हो, या ही प्रार्थना करिकी जाउछि।